ନବରଙ୍ଗପୁରଠାରେ ଜିଲ୍ଲାସ୍ତରୀୟ ଜାତୀୟ ପଞ୍ଚାୟତ ରାଜ ଦିବସ 2026 ପାଳିତ ହୋଇଛି। ନବରଙ୍ଗପୁର ଜିଲ୍ଲା ସହରସ୍ଥିତ ଶୁଭ ଅଭିନନ୍ଦନ କଲ୍ୟାଣ ମଣ୍ଡପଠାରେ ଜିଲ୍ଲାସ୍ତରୀୟ ଜାତୀୟ ପଞ୍ଚାୟତ ରାଜ ଦିବସ 2026 ପାଳନ ହୋଇଛି। 10 ଗୋଟି ବ୍ଲକରେ ପଞ୍ଚାୟତ ରାଜ ଦିବସ ଏବଂ ପାନୀୟ ଜଳ ବିଭାଗ ପକ୍ଷରୁ ଆୟୋଜିତ ହୋଇଥିଲା କାର୍ଯ୍ୟକ୍ରମ। ନବରଙ୍ଗପୁର ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ମାନ୍ୟବର ବିଦ୍ୟାଳୟ ଗଣଶିକ୍ଷା ବିଭାଗ ମନ୍ତ୍ରୀ ଶ୍ରୀଯୁକ୍ତ ନିତ୍ୟାନନ୍ଦ ଗଣ୍ଡ, ବିଶିଷ୍ଟ ଅତିଥି ଭାବେ ମାନ୍ୟବର ବିଧାୟକ ନବରଙ୍ଗପୁର ତଥା ଜିଲ୍ଲା ଯୋଜନା ବୋର୍ଡ ଅଧ୍ୟକ୍ଷ ଗୌରୀଶଙ୍କର ମାଝୀ ଯୋଗଦାନ ଦେଇଥିଲେ। କାର୍ଯ୍ୟକ୍ରମରେ ଜିଲ୍ଲାପାଳ ଡକ୍ଟର ମହେଶ୍ୱର ସ୍ୱାଇଁ ସମସ୍ତଙ୍କୁ ସ୍ୱାଗତ କରିବା ସହିତ ଜାତୀୟ ପଞ୍ଚାୟତ ରାଜ ଦିବସର ଶୁଭେଚ୍ଛା ଜଣାଇଥିଲେ। ମୁଖ୍ୟ ଅତିଥି ଭାବେ ମାନ୍ୟବର ମନ୍ତ୍ରୀ ନିଜ ବକ୍ତବ୍ୟରେ ରାଜ୍ୟ ସରକାର ପଞ୍ଚାୟତ ରାଜ ବ୍ୟବସ୍ଥାକୁ ସୁଦୃଢ଼ କରିବା ସହିତ ଗ୍ରାମସଭା ନିଷ୍ପତ୍ତିକୁ ସମ୍ମାନ ଦେଉଛନ୍ତି ଏବଂ ପ୍ରତ୍ୟେକ ଯୋଜନାରେ ଲାଭ ଯେତିକି ଅଧିକରୁ ଅଧିକ ହିତାଧିକାରୀଙ୍କୁ ପହଞ୍ଚି ପାରିବ ସେଥିପାଇଁ ପ୍ରୟାସ କରିଛନ୍ତି ବୋଲି କହିଛନ୍ତି। କାର୍ଯ୍ୟକ୍ରମରେ ଅତିରିକ୍ତ ଜିଲ୍ଲାପାଳ ତପନ କୁମାର ଖୁଣ୍ଟିଆ, ମୁଖ୍ୟ ଉନ୍ନୟନ ଅଧିକାରୀ ତଥା ନିର୍ବାହୀ ଅଧିକାରୀ ଜିଲ୍ଲା ପରିଷଦ ବିରଞ୍ଚି ନାରାୟଣ ଦରୱାନ, ସାଂସଦ ପ୍ରତିନିଧି ଜ୍ୟୋତିରଞ୍ଜନ କଂସ, ଡିଆଇପିଆରଓ ମନୋଜ ବେହେରା, ଡିଏସଡବ୍ଲ୍ୟୁ ଦ୍ରୌପଦୀ କହଁର, ଡିପିସି ନିରଞ୍ଜନ, ଡିଇଓ ପଦ୍ମନାଥ ତ୍ରିପାଠୀ, ଶର୍ମିଷ୍ଠା ଦେଓ, ବିଡିଓ ନବରଙ୍ଗପୁର ସୁନୀଲ ଖରା, ତହସିଲଦାର ଭୋଲେଶ୍ୱର ନାୟକ ପ୍ରମୁଖ ଉପସ୍ଥିତ ଥିଲେ। ମାନ୍ୟବର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ବଲାଙ୍ଗୀରଠାରେ ଅନୁଷ୍ଠିତ ଜାତୀୟ ସ୍ତରୀୟ ଜାତୀୟ ପଞ୍ଚାୟତ ରାଜ ଦିବସ 2026 କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଯୋଗଦାନ ଦେଇଥିଲେ। ଏହାର ସିଧା ପ୍ରସାରଣ କାର୍ଯ୍ୟକ୍ରମକୁ ସମସ୍ତେ ଦେଖିଥିଲେ। ନବରଙ୍ଗପୁରରୁ ମୀର ଶଙ୍କର ପାତ୍ରଙ୍କ ରିପୋର୍ଟ, OTN TV। अन्यान्य हाम्रो जिआरएच पिओ अंगनवाड़ी सुपरभाइजर सीडीपीओ समस्त को ये अवसर में आपण मानक हार्दिक अभिनंदन।